ସୁଭଦ୍ରା ଯୋଜନାକୁ ନେଇ ଆସିଲା କିଛି ବଡ଼ ଖବର। ଆସନ୍ତା ଦଶହରାରେ ମିଳିପାରିବ ସୁଭଦ୍ରା ଯୋଜନା ଟଙ୍କା। ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାଙ୍କ ପର୍ବ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଆଗକୁ ମହିଳାଙ୍କ ଉତ୍ସବରେ ଆସୁଛି, ଏଥିରେ ସୁଭଦ୍ରା ଟଙ୍କା ଦିଆଯିବ। ପର୍ଯ୍ୟାୟକ୍ରମେ 1 କୋଟି ମହିଳାଙ୍କୁ ସରକାର ସୁଭଦ୍ରା ଟଙ୍କା ଦେବେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା 2025 ମାର୍ଚ୍ଚ 8 ତାରିଖ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦିଆଯିବ, କିନ୍ତୁ ଦ୍ୱିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ଦିନ ଭିତରେ ସୁଭଦ୍ରା ଯୋଜନାର ଆଉ 25 ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିବ। ପର୍ଯ୍ୟାୟକ୍ରମେ ମୋଟ 1 କୋଟି ମହିଳାଙ୍କୁ ସୁଭଦ୍ରା ସହାୟତା ଦିଆଯିବ। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 92 ଲକ୍ଷ ଆବେଦନ କରିସାରିଲେଣି। ଆଉ ସପ୍ତାହେ ଭିତରେ ଏହା 1 କୋଟିରେ ପହଞ୍ଚିବ। 1 କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। 2 ଦିନ ପୂର୍ବରୁ ଏନେଇ ସକ୍ଷମ କରାଯାଇଛି। 25 ଲକ୍ଷ 11,000 ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି। EKYC ପାଇଁ ଟିକେ ସମୟ ଲାଗୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କିଏ ଆଗେ ଓ କିଏ ପରେ ପାଉଛନ୍ତି, କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ ବୋଲି ସେ କହିଛନ୍ତି। ନିଜ ଜନ୍ମଦିନ ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି 25 ଲକ୍ଷ 11,000 ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାଣ୍ଟିଥିଲେ। ଏଥିପାଇଁ 12,050 କୋଟି 55,000 ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନା ଅଧୀନରେ 21ରୁ 60 ବର୍ଷ ବୟସ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ 5 ବର୍ଷ ମଧ୍ୟରେ 50,000 ଟଙ୍କା ମିଳିବ। 2ଟି କିସ୍ତିରେ ବାର୍ଷିକ 10,000 ଟଙ୍କା ହିତାଧିକାରୀଙ୍କୁ DBT ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଜମା କରାଯିବ।